ମଧ୍ୟରେ ପାଟନାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ମୁନ୍ସି ଚପରାସି ଚେକରମାନଙ୍କ ମାସିକ ଦରମା ପ୍ରତି ମାସ 5 ତାରିଖ ମଧ୍ୟରେ ପ୍ରଦାନ କରିବା, ମୃତ କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କୁ ଗ୍ରାଚ୍ୟୁଟି ପ୍ରଦାନ, ନୂତନ ଫଡ଼ିଗୃହ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରତ୍ୟେକ କେନ୍ଦୁପତ୍ର ସେକ୍ସନରେ ଫରେଷ୍ଟର କାର୍ଯ୍ୟାଳୟ ନିର୍ମାଣ, ଯୋଗୀମୁଣ୍ଡା ରେଞ୍ଜରେ 1993 ମସିହାରୁ କାର୍ଯ୍ୟରତ ଚେକର ଗନ୍ଧର୍ବ ବରିହାଙ୍କୁ ବନ୍ଧେଇ ଚେକର ପଦବୀକୁ ପଦୋନ୍ନତି, ବିଭାଗୀୟ ମୁନ୍ସି ଲଳିତ ମଲ୍ଲିକଙ୍କୁ ଚେକର ପଦବୀକୁ ପଦୋନ୍ନତି, ବର୍ତ୍ତମାନ ବଜାର ଦର ବୃଦ୍ଧି ଅନୁସାରେ ଢଳେଇ ରଚେଇ ପାଇଁ ଦିଆଯାଉଥିବା 500 ଟଙ୍କାକୁ 1500 ଟଙ୍କାକୁ ବୃଦ୍ଧି, କର୍ମଚାରୀମାନଙ୍କୁ କେନ୍ଦୁପତ୍ର ଚନ୍ଦ୍ରମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ବାଳମୁକୁନ୍ଦ କୁଁୱର ମଲ୍ଲିକ, ବିଦେଶୀ ଜାଲ, କମଳଲୋଚନ ପ୍ରଧାନ, ନରସିଂହ ମେହେର, କାର୍ତ୍ତିକ ବନଛୋର, ହରେକୃଷ୍ଣ ବାଗ, ସନ୍ଥୁ ଧରୁଆ, ସୁକରାମ ଧରୁଆ।